ମାନେ ସୁରେନ୍ଦ୍ର ପଣ୍ଡିତ ଆକ୍ସନ୍ ହେବି ଗୋପାଳପୁର ରେସିଡେନ୍ସି ମୋର ମନ୍ତ୍ରୀ ମଧ୍ୟ ଡାଇରେକ୍ଟ ଇଣ୍ଟରଫିୟର କଲେ ଏ କେସ୍ରେ ବହୁତ ସ୍ୱାଗତଯୋଗ୍ୟ କଥା। ଏଇ ଜିନିଷ ହେବା କଥା ନାହିଁ, କେବେ ହେଇନଥିଲା ପ୍ରାୟ, ଏବେ ଶୁଣିନଥିଲୁ। ଗୋପାଳପୁର ପର୍ଯ୍ୟଟନସ୍ଥଳୀ ହିସାବରେ ନାଁ ବଦନାମ ହେବ, ଆଉ ଏମିତି ଆକ୍ସନ୍ ନେବା ଦରକାର। ସାର୍ ଯେଉଁ କହିଲେ କଲେକ୍ଟର ସମସ୍ତଙ୍କୁ ଇନଷ୍ଟ୍ରକ୍ସନ୍ ଦେଲେ, ପୋଲିସ ବି ପଦକ୍ଷେପ ନେଲେ 24 ଘଣ୍ଟା ଭିତରେ, ଏଇଟା ବି ବହୁତ ବଡ଼ ସ୍ୱାଗତଯୋଗ୍ୟ କଥା। ଆଉ ପେଟ୍ରୋଲିଂ ଟିକେ ହେବା ଦରକାର, ଷ୍ଟ୍ରିକ୍ଟ ନହେଲେ ପାବ୍ଲିକ୍ ତ ମାନିବେନି। ଆଉ ଯେମିତି ମନ୍ତ୍ରୀ ମହୋଦୟ ହସ୍ତକ୍ଷେପ କଲେ, ସେଥିପାଇଁ ମୁଁ ମନ୍ତ୍ରୀ ମହୋଦୟ ବହୁତ ଧନ୍ୟବାଦ ଦେବି। ଆଉ SP ମହୋଦୟ, ପୋଲିସ ସ୍ପେଶାଲ ପ୍ରଶାସନ ତତ୍ପରତା ହେବା ଦରକାର। ତାପରେ ଆଉ ଗୋଟେ କଥା ମୁଁ କହିବି ଯେ ସନ୍ଧ୍ୟା ସୂର୍ଯ୍ୟାସ୍ତ ପରେ କେହି ବି ପାଣିକି ଯେମିତି ନ ଯିବେ, ୟା ପ୍ରତି ଧ୍ୟାନ ଦେବା ଦରକାର। ଆଉ ରାତି 10ଟା 9ଟା ପୂର୍ବରୁ ଯେତେ ସବୁ ବିଚ୍ ଖାଲି ହେବା ଦରକାର। ନମସ୍କାର, ମୋର ନାଁ ବି ବୈରାଗୀ। ଏ ଆମର ଗୋପାଳପୁର ଟୁରିଜମ୍ ଜାଗାରେ ମୋର ଦୋକାନଟା ଅଛି। ଦୀର୍ଘ 15 ବର୍ଷ ହେବ। ଆମ ଯେଉଁ ଜାଗାରେ ଦୁଷ୍କର୍ମ ଚାଲିଥିଲା ସେ ସବୁ ନିରୀକ୍ଷଣ ସବୁ କରୁଥିଲେ। ତା ସାଙ୍ଗରେ ଆମର SP ମଧ୍ୟ ଥିଲେ, ଆଉ ଉପଜିଲ୍ଲାପାଳ, ଆଉ ପୋଲିସ ପ୍ରଶାସନ, ଆଉ ସାହି ବାସିନ୍ଦାମାନେ ବି ବୁଝୁଥିଲେ। ଆଉ ସେ ଜାଗାରେ ଦେଖିବାକୁ ମିଳୁଛି ଯେ ଆମର ପେଟ୍ରୋଲିଂ ବ୍ୟବସ୍ଥା ଟିକେ ବଢ଼େଇବେ ବୋଲି କହୁଥିଲେ। ଆଉ ତା'ର ଲାଇଟ୍, ସୋଲାର ଲାଇଟ୍ ବ୍ୟବସ୍ଥା ସେସବୁ ବନ୍ଦୋବସ୍ତ କରିବାକୁ କହୁଥିଲେ। ଆଉ ଟୁରିଜମ୍ ଦର୍ଶକମାନଙ୍କୁ ବି କହୁଥିଲେ ଟୁରିଜମ୍ମାନଙ୍କୁ ଡରିବାର କିଛି ଆବଶ୍ୟକ ନାହିଁ। ଆଉ ତା'ର ବନ୍ଦୋବସ୍ତ ବି ତା'ର ହେବ ଆଗାମୀ ଦିନରେ ଆହୁରି ସୁରକ୍ଷିତ। ଆଉ ଆମ ବିଚ୍ଟା ଆହୁରି ଡେଭଲପମେଣ୍ଟ କରାଯିବ ବୋଲି କହୁଥିଲେ। ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ, ଲୋକଙ୍କ ମୁଖ୍ୟମନ୍ତ୍ରୀ ତୁରନ୍ତ ପଦକ୍ଷେପ ନେଇଛନ୍ତି। 24 ଘଣ୍ଟା ଭିତରେ କାର୍ଯ୍ୟାନୁଷ୍ଠାନ ଏବଂ ତା'ର CIAର ତଦନ୍ତ ପରିସରଭୁକ୍ତ, କ୍ରାଇମ୍ ବ୍ରାଞ୍ଚର ତଦନ୍ତ ପରିସରଭୁକ୍ତ। ଆକୁ ଓଡ଼ିଶାରେ ପ୍ରଥମ ଘଟଣା ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଲେ। ଦେଖନ୍ତୁ, ଯେତେବେଳେ ଘଟଣା ଘଟୁଥିବା ସମୟରେ ଆଲ୍ଟ୍ରାଏନ୍ ଗୋଟେ ଗାଡ଼ି, ଯେଉଁ ଗାଡ଼ି ବାଲିରେ ଚାଲିବ, ଗୋପାଳପୁର ପୋଲିସ ପାଖରେ ଅଛି। ସେ ଗାଡ଼ି ମଧ୍ୟ ମୁଁ ଦେଖିଲି ବିଚ୍ରେ, ସେ ଗାଡ଼ିରେ ମଧ୍ୟ ଟାୟାର ଚିହ୍ନ ପଡ଼ିଛି। ତାକୁ ଅଧିକାରୁ ଅଧିକା ଉପକୂଳକୁ ଆମେ ସୁରକ୍ଷିତ କରିବା ପାଇଁ ତା'ର ଅଧିକା ଗାଡ଼ି ବ୍ୟବସ୍ଥା କରିବା କଥା ଏବଂ ବିଚ୍କୁ ଅନ୍ଧାରୁଆ ନ ରଖିବା କଥା ଏବଂ ବିଚ୍ର ପୁରା ଡେଭଲପ୍ ହେବା କଥା। ପୁରା ହରିପୁର ଟୁ ପକ୍ଷୀବୁଲି ପର୍ଯ୍ୟନ୍ତ ପୁରା ବିସ୍ତୀର୍ଣ୍ଣ ବିଚ୍, ଏ ବିଚ୍ର ମଧ୍ୟ ଡେଭଲପ୍ ହେବା ଦରକାର ଏବଂ ପର୍ଯ୍ୟଟକମାନେ ଶୃଙ୍ଖଳିତ ଭାବେ ଯେମିତି ଆସିବେ, ସୁରକ୍ଷିତ ଭାବେ ଯେମିତି, ତା'ର ମଧ୍ୟ ବ୍ୟବସ୍ଥା ହେବା ଆବଶ୍ୟକ।